ମୁଁ ତ ଏବେ ଆପଣଙ୍କ ଦ୍ୱାରା ଶୁଣିବାକୁ ପାଉଛି କେସ୍ ହେବାକୁ ଗଲାଣି। ଯଦି ବି କେସ୍ ହେବ ତାଙ୍କୁ ମୁଁ କେସ୍ ଯେ କରିବାକୁ ଯାଉଛନ୍ତି ତାଙ୍କୁ ଗୋଟିଏ ନିବେଦନ ଏହା ହିଁ କରିପାରିବି ଯେ 26 ତାରିଖରେ ଆସି ଆମ ସିନେମାକୁ ଦେଖନ୍ତୁ, ଯେଉଁଟା ଆମେ ସ୍ପେଶିଆଲ ସ୍କ୍ରିନିଂ କରୁଛୁ ସାମ୍ବାଦିକଙ୍କ ପାଇଁ। ଦେଖି ସାରିଲା ପରେ ଯାହା ଆପଣଙ୍କ ଅଭିଯୋଗ ଥିବ ତାକୁ ଆମେ ନିହାତି ଭାବରେ ଗ୍ରହଣ କରିବୁ। ଆଉ ମୋ ପାଖରେ ଆଉ ଗୋଟେ ବି ନ୍ୟୁଜ୍ ଅଛି ଯେ ବର୍ତ୍ତମାନ ବାଙ୍ଗାଲୋରର ଗୋଟେ ବଡ଼ ଡିଷ୍ଟ୍ରିବ୍ୟୁସନ୍ ହାଉସ୍ ଚାହୁଁଛି ଏଇ ସିନେମାର ସାଉଥ୍ ଷ୍ଟେଟ୍ସର ସବୁ ଡିଷ୍ଟ୍ରିବ୍ୟୁସନ୍ ରାଇଟ୍ସ ନେବା ପାଇଁ। କାରଣ ସେମାନେ ଏଇପରି ଗୋଟେ ସବଜେକ୍ଟ ନ୍ୟାସନାଲି କୌଣସି ଜାଗାରେ ଆଭେଲେବୁଲ୍ ନାହିଁ, ତେଣୁ ତା ପ୍ରତି ସେମାନେ ସେଥିପାଇଁ ଆନୁଗ୍ରହ ଦେଖାଇଛନ୍ତି। ଏବଂ ବମ୍ବେର ଏକ ସଂସ୍ଥା ମଧ୍ୟ ରାଜି ଅଛି ଏଇ କଣ୍ଟେଣ୍ଟକୁ କପିରାଇଟ୍କୁ ଟେକ୍ ଓଭର୍ କରିବା ପାଇଁ, କାରଣ ନ୍ୟାସନାଲି ଏଇଭଳି କଣ୍ଟେଣ୍ଟ କୌଣସି OTT ପ୍ଲାଟଫର୍ମ କିମ୍ବା କୌଣସି ଚ୍ୟାନେଲରେ ଆଭେଲେବୁଲ୍ ନାହିଁ। ତେଣୁ ଏହା ଏକ ଓଡ଼ିଆ ସିନେମାର ଏକ ସୁବର୍ଣ୍ଣ ଅଧ୍ୟାୟର ଆରମ୍ଭ ବୋଲି ବି କହିପାରିବା। କାହିଁକି ଡେଲିଭରି ଟୁକୁ ନେଇକି ଫିଲ୍ମ ଆରମ୍ଭ ନ ହଉଣୁ କାହିଁକି ଏତେ କଣ୍ଟ୍ରୋଭର୍ସି କ୍ରିଏଟ୍ ହେଉଛି? କଣ୍ଟ୍ରୋଭର୍ସି ତ କାହିଁ ମୋତେ କେଉଁଠି ଦେଖାଯାଉନି ସାର୍। ମୁଁ ଯେଉଁଠି ଦେଖୁଛି ସେଠି ଅପରଚ୍ୟୁନିଟି ଦେଖୁଛି, କଣ୍ଟ୍ରୋଭର୍ସି ଦେଖୁନି। ଆଇ ସି ଏ କମ୍ପ୍ଲିଟ୍ ଆଣ୍ଡ କ୍ଲିଅର ଅପରଚ୍ୟୁନିଟି, ଲୋକଙ୍କର ଇନଭଲ୍ଭମେଣ୍ଟ। ମୁଁ ସବଜେକ୍ଟ ମ୍ୟାଟର କଲି ଗୋଟେ ଷ୍ଟୋରି ରାଇଟର ପାଇଁ, ଆଉ କ'ଣ ଭଲ ଜିନିଷ ହେଇପାରେ? ପ୍ରଡ୍ୟୁସର ଆଜ୍ଞା ମୁଁ ସେକେଣ୍ଡାରୀ, ପ୍ରଥମେ ତ ମୁଁ ଜଣେ ଷ୍ଟୋରି ରାଇଟର ନା। ତ ଷ୍ଟୋରି ରାଇଟର ହିସାବରେ ମୁଁ ଭାରି ଖୁସି ଯେ ଆମର ସମସ୍ତ ଲୋକ ତାଙ୍କ ଜୀବନରେ ଏପରି ଏକ ସମୟକୁ ଜାଣିଛନ୍ତି, ଅବଗତ ଅଛନ୍ତି, ଶୀତ ସୁପ୍ତି ଅବସ୍ଥାରେ ଥିଲା, ତାକୁ ଆମେ ଅଳ୍ପ ମାତ୍ରାରେ ଖେଞ୍ଚି ପାରିଛୁ। ତେଣୁ ଆମେ ଭାବୁଛୁ ଯେ ଯେହେତୁ ଏଇଟା ଆମେ ଗୋଟେ ଆପଣମାନଙ୍କ ଭିତରେ ଜ୍ଞାତସାରରେ ଥିବା କୌଣସି ଗୋଟେ ସୁପ୍ତ ଅବସ୍ଥାର ଜିନିଷଟାକୁ ଆମେ ପ୍ରଜ୍ୱଳିତ କରିପାରୁଛୁ ଆପଣଙ୍କ ମଧ୍ୟରେ, ତେଣୁକରି ଆମେ ସେଥିପାଇଁ ଭେରି ଥ୍ୟାଙ୍କଫୁଲ୍। ଲୋକମାନେ କଣ୍ଟେଣ୍ଟ ସହିତ ଜଡ଼ିତ ହେଉଛନ୍ତି, ଆହୁରି ଅଧିକ ମାତ୍ରାରେ ଜଡ଼ିତ ହେବେ ଏବଂ ଏହା ସମସ୍ତଙ୍କୁ ପ୍ରଚାର ପ୍ରସାର କରିବାରେ ସାହାଯ୍ୟ କରିବ। କିଛି ଦିନ ତଳେ ଗୋଟେ ପ୍ୟାନେଲ ଡିସ୍କସନ୍ ଆପଣଙ୍କ ବସିଥିଲା, ଆଜ୍ଞା ବୁଦ୍ଧାଦିତ୍ୟ ମଧ୍ୟ ଥିଲେ। ଆଜ୍ଞା ବୁଦ୍ଧାଦିତ୍ୟ କହିଲେ ଯେ କିଛି ସୋ କଲ୍ଡ ମିଡ଼ିଆ ଗୋଟେ ମୋବାଇଲ ନେଇକି ଆସିକି ଗୋଟେ ବୁମ୍ ଧରିକି ନ୍ୟୁଜ୍ କରୁଛନ୍ତି, ଯାହାର କି ଜର୍ଣ୍ଣାଲିଜମ ସାର୍ଟିଫିକେଟ୍ ମଧ୍ୟ ନାହିଁ। ସେଇଟା ଗୋଟେ ପ୍ରଶ୍ନ ଉଠୁଛି ଯେ ବୁଦ୍ଧାଦିତ୍ୟ ମିଡ଼ିଆକୁ ଯୋଉ ଅସମ୍ମାନ କରୁଛନ୍ତି। ଅସମ୍ମାନ ମୁଁ ତ ଏଇ ଜିନିଷ ଦେଖି ନାହିଁ ସାର୍, ମୁଁ ସତ କଥା କହିବି, କାରଣ ମୁଁ ସେ ଭିଡ଼ିଓ ଦେଖି ନାହିଁ। ଆପଣ ଯେଉଁ ଭିଡ଼ିଓ ବିଷୟରେ କହୁଛନ୍ତି, ତଥାପି କହିବି ବୁଦ୍ଧ ଭାଇ ଜଣେ ସିନିୟର ଆର୍ଟିଷ୍ଟ। ତାଙ୍କୁ ମୁଁ ଯେତେଥର ବି କ୍ୟାରେକ୍ଟରରେ ନେଇଛି ଗୋଟେ କମନ୍ ମ୍ୟାନ୍ ହିସାବରେ ନେଇଛି। କମନ୍ ମ୍ୟାନ୍ କେମିତି? ପ୍ରଥମ ସିରିଜରେ ସେ ଆମର ଜଣେ ଓକିଲର କ୍ୟାରେକ୍ଟର କରିଥିଲେ, ଗୋଟେ କମନ୍ ମ୍ୟାନ୍ ପାଇଁ ଲଢ଼ୁଥିବା ଲୋକ। ଏଥର ସେ ପୁଲିସ ଆକ୍ଟିଂ କରିଛନ୍ତି, ତ ଗୋଟେ କମନ୍ ମ୍ୟାନ୍ ପାଇଁ ଲଢ଼ୁଥିବା ପୁଲିସର ଆକ୍ଟିଂ କରିଛନ୍ତି। ଯେତେବେଳେ ଜଣେ ଲୋକ କମନ୍ ମ୍ୟାନ୍ ପାଇଁ ଲଢ଼େ, ସେତେବେଳେ ତାହା ପାଖରେ ବହୁ ଜିନିଷ ଥାଏ କହିବା ପାଇଁ, କାରଣ ସିଏ ବ୍ୟତିବ୍ୟସ୍ତ ଯେ ଗୋଟେ ସାଧାରଣ ଲୋକଟେ କେମିତି ନ୍ୟାୟ ପାଉ, ତା ପ୍ରତି ଅନ୍ୟାୟ ନ ହେଉ, ନ୍ୟାୟ ପାଉ କି ନ ପାଉ ତା ପ୍ରତି ଅନ୍ୟାୟ ନ ହେଉ, ସେଥିପାଇଁ ସିଏ ତା'ର ଡାଇଲଗ୍କୁ ସେଇ ହିସାବରେ ହିଁ ଚିତ୍ରଣ କରାଯାଏ। ଯଦି ସିନେମା ଡାଇଲଗ୍ ନେଇ କିଛି କହୁଛନ୍ତି ତାକୁ ଆମେ ବହୁତ ଶାଳୀନତା ହିସାବରେ ପ୍ରଜ୍ୱଳ ଦେଖେଇଛୁ ଏବଂ ତା'ର ପ୍ରତି ଉତ୍ତର ବି ଆପଣ ଦେଖିନାହାନ୍ତି। ସେଥିପାଇଁ କହୁଛି 26 ତାରିଖ ଦିନ ଆସି ଥରେ ଦେଖନ୍ତୁ, ସିଏ ଯେଉଁ ଜିନିଷ କହିଛନ୍ତି ସେଇ ସ୍କ୍ରିନ୍ ପ୍ଲେରେ ତା'ର ଉତ୍ତର କ'ଣ, ସେଠି ଆପଣ ଜାଣିପାରିବେ ଯେ ୟାର ସତ୍ୟତା କ'ଣ। ଟିଜର ଆଉ ଟ୍ରେଲରରେ ସେଇ ଜିନିଷ କରାଯାଏ ଯେଉଁ ଜିନିଷଟା ଆପଣଙ୍କୁ ଉତ୍ସାହିତ କରିବ ସେ ସିନେମାକୁ ଦେଖାଇବା ପାଇଁ, କିନ୍ତୁ ତାର ପ୍ରତି ଉତ୍ତର, ତାର ଅଦର ଡାଇଲଗ୍ ଆପଣ ଥରେ ଦେଖନ୍ତୁ, ତାପରେ ଆପଣ ତର୍ଜମା କରି ଜାଣିପାରିବେ କେଉଁ ଜିନିଷଟି ଠିକ୍, କେଉଁ ଜିନିଷଟି ଅତ୍ୟଧିକ ଠିକ୍। ମିଡ଼ିଆରେ ଚର୍ଚ୍ଚା ହେଉଛି ବୁଦ୍ଧାଦିତ୍ୟ ନାଁରେ କ'ଣ FIR ଦିଆହେବ ଏବଂ ଗୋବର ମାଡ଼ କରାଯିବ ବୋଲି ଚର୍ଚ୍ଚା ହେଉଛି। ଗୋବର ଆଜ୍ଞା ଭାରି ଶୁଭ ଜିନିଷ। ଆପଣ କାଳି ମାଡ଼ କହିଥିଲେ ମୁଁ ତା ଜିନିଷ ବୁଝିଥାନ୍ତି। ଗୋବରଟା ହେଲା ଆମର ଗୋମାତା, ତାଙ୍କର ଜିନିଷ। ତେଣୁ ତା ଉପରେ ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ଯେହେତୁ ଆପଣ ଗୋଟେ ଶୁଭ ଜିନିଷକୁ ଆପଣଙ୍କ ମୁଖରୁ ବାହାରିଛି, ତେଣୁ ଜିନିଷଟି ନିହାତି ଭଲ ହେବ, ଲୋକମାନେ ବୁଝିପାରିବେ। ଆଇ ଆମ୍ ଭେରି ଥ୍ୟାଙ୍କଫୁଲ୍ ଟୁ ଦ ଅଡ଼ିଏନ୍ସ ଅଫ୍ ଡେଲିଭରି ବୟ 2 ଟ୍ରେଲର। ସେମାନେ ଦେଖିଛନ୍ତି ଏବଂ ସେମାନେ ଇନଭଲ୍ଭ ଅଛନ୍ତି। ଆଉ ତାଠୁ ଆଉ ଗୋଟେ ଷ୍ଟୋରି ରାଇଟର ପାଇଁ କ'ଣ ଜିନିଷ ଦରକାର? ଆପଣ କହିପାରିବେ ଡେଲିଭରି ବୟ 2 ଫିଲ୍ମ ଦେଖିଲା ପରେ ମିଡ଼ିଆଙ୍କ ପ୍ରତି ଯାହା ମିଡ଼ିଆ ଗୋଟେ ଫିଲ୍ମ ପ୍ରତି ଯାହା ଗୋଟେ ଭୁଲ ଧାରଣା ଅଛି ତା ଦୂର ହେବ ନିହାତି ଭାବରେ। ଏବଂ ଏହା ପଛରେ ଆଜିକା ଡେଟ୍ରେ ଆମେ ଗୋଟେ ଲୋକକୁ ଭୁଲ ଏଇଥିପାଇଁ କହୁଛୁ କାରଣ ଆମେ ତା'ର ଅବସ୍ଥା ଆଉ ବ୍ୟବସ୍ଥା ବିଷୟରେ ଜାଣିନାହୁଁ। ଆମେ ରିପୋର୍ଟରକୁ ସମସ୍ତେ କାହାକୁ ଭୁଲ କହିବେ? ଆପଣ ଯାହାକୁ ଆଖିରେ ଦେଖିପାରୁଛନ୍ତି ତାକୁ ଭୁଲ କହୁଛନ୍ତି, କିନ୍ତୁ ତାହାର ପରିସ୍ଥିତି କ'ଣ, ତା'ର ଇଏ ଜିନିଷକୁ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ନା? ଆପଣଙ୍କୁ ସେଇ ଯେଉଁ ଜିନିଷଟିକୁ କିଏ ପ୍ରରୋଚନା ଦେଉଛି, ସେଇ ଲୋକଟି ଆଜ୍ଞା ଚାକିରି କରୁଛି, ସେ ଲୋକଟି କିଏ ଫ୍ରିଲାନ୍ସିଂ କରୁଛି, କିଏ ଚାକିରି କରୁଛି, ସେ ତା'ର ପେଟ ପାଟଣା ଚଳାଉଛି, କିନ୍ତୁ ତାକୁ ସେଇ ଜିନିଷ କରିବା ପାଇଁ କିଏ ବାଧ୍ୟ କରୁଛି?
whether it is production house, whether it is ତାଠାରୁ ଅଧିକ ଏମାନେ ତ କେହି କରୁନାହାନ୍ତି। ତେଣୁ କେଉଁ ଜିନିଷଟା ସମସ୍ତଙ୍କୁ ଏତେ ବିଚଳିତ କରିଛି ସେଇ ଜିନିଷର ସନ୍ଧାନ ଆପଣ ସିନେମାରେ ପାଇବେ ଏବଂ ଆପଣ ଖୁସି ହେବେ ଜାଣିକି ଯେ ଏଥିରେ କୌଣସି ଇଣ୍ଡିଭିଜୁଆଲ ଲୋକ ପାଇଁ ଆକ୍ଷେପ ନାହିଁ, କୌଣସି ଇଣ୍ଡିଭିଜୁଆଲ ବ୍ୟବସ୍ଥା ପ୍ରତି କିଛି ଦୁର୍ବ୍ୟବହାର ନାହିଁ ଏବଂ ଆମେ ସମସ୍ତେ ସେନ୍ସିଟାଇଜ୍ ହେଇଗଲେ ଇଣ୍ଡିଭିଜୁଆଲି ଯେ ନାଇଁ ଏଇ ଜିନିଷଟି ଠିକ୍, ଏଇ ଜିନିଷଟି ହେବା ଦରକାର। ଆପଣ ଯଦି ଡିସ୍କସନ୍ କରିବେନି ସେନ୍ସିଟାଇଜ୍ କେମିତି ହେବେ? ତେଣୁ ଡିସ୍କସନ୍ କରିବା ଦରକାର ଏବଂ ଧୀରେ ଧୀରେ ଆପଣ ସେନ୍ସିଟାଇଜ୍ ହେଇ ଲାଷ୍ଟରେ ଷ୍ଟେରିଲାଇଜ୍ ହେଇଯିବେ, ଜାଣିଯିବେ ଜିନିଷଟା କ'ଣ ଆଉ ତା ବିଷୟରେ ଆପଣ କିଛି ଆକ୍ଷେପ ରହିବ ନାହିଁ।